ଗୋଟିଏ ଘଞ୍ଚ ଜଙ୍ଗଲ ମଧ୍ୟରେ ରହୁଥିଲା ଗୋଟିଏ ବାଘ। ସେ ଥିଲା ବହୁତ ସାହସୀ ଓ ସରଳ। ତାକୁ ଭୋକ ଲାଗିଲେ ସେ ଶିକାର ଧରି ଖାଏ, ଆଉ ବାକି ସମୟ ଶୋଇ ଶୋଇ କାଟିଦିଏ। ସେଇ ଜଙ୍ଗଲରେ ଦୁଇଟି ଦୁଷ୍ଟ ଶିଆଳ ରହୁଥିଲେ। ସେମାନେ ଅନ୍ୟର ଖାଦ୍ୟକୁ ଚୋରି କରି ଖାଆନ୍ତି। ଆରେ ସାଙ୍ଗ, ଦେଖେ ଆମ ଧନ ବାଘଟା କେମିତି ଶୋଇଛି। ଆଜି ଆଉ ଶିକାର କରିବା ପାଇଁ ଯିବାକୁ ଇଚ୍ଛା ହେଉନି। ଆଜି ଏଇ ଧନ ବାଘର ଶିକାରକୁ ଚୋରି କରି ଖାଇବା। ହେଲେ ସିଏ ତ ଶିକାର କରିବାକୁ ଯାଉନି, କ'ଣ କରିବା କହ ତ? ଆରେ ତୁ ଏତେ ଚିନ୍ତା ଆଉ କରେନି। ଚାଲ ଯିବା, ତା ସହିତ କଥା ହେବା। ତାକୁ ଫୁସୁଲା ଫୁସୁଲି କରି ଶିକାର କରିବା ପାଇଁ ପଠେଇଦେବା। ସିଏ ଶିକାର କରିବାକୁ ଗଲେ ତ କିଛି ନା କିଛି ଧରିକି ଆସିବ ନା। ତାପରେ କିଛି କୌଶଳ କରି ତା ପାଖରୁ ହାତେଇ ନେବା। ହେଲେ ଏ ବାଘ କ'ଣ ଆମ କଥା ଶୁଣିକି ଶିକାର କରିବାକୁ ଯିବ କି? ତା ନକରି ସିଏ ଯଦି ଆମକୁ ଧରି ଖାଇଦିଏ ତାହେଲେ? ଆରେ ବାବା, ତୁ କ'ଣ ଏସବୁ କହିଯାଉଛୁ? ଆମେ ହେଲେ ଶିଆଳ। ଆରେ ଆମେ କ'ଣ ବାଘ ମାମୁଁକୁ କହିବା, ଓ ବାଘ ମାମୁଁ ଆମକୁ ଭାରି ଭୋକ ଲାଗୁଛି, ତୁମେ କ'ଣ ଶିକାର କରି ଆଣ, ଆମେ ଚୋରି କରି ତୁମ ଶିକାରକୁ ଖାଇବୁ, ଏଇଆ କହିବି? ତୁ କ'ଣ ମୋତେ ବୋକା ଭାବିଲୁ କି? ତୁ ମୋ ସାଙ୍ଗେ ଚାଲ, କେମିତି କୌଶଳ କରି ବାଘକୁ ବୋକା ବନେଇବି ତୁ ଦେଖିବୁ। ଏହା କହି ଦୁଇ ଶିଆଳ ଚାଲାକ କରି ବାଘ ପାଖକୁ ଗଲେ, ଆଉ ବାଘକୁ ଯାଇ କହିଲେ, ଆରେ ବାଘ ମାମୁଁ, କ'ଣ କରୁଛ? ଏତେ ବେଳ ହେଲାଣି, ଆଜି କ'ଣ ଶିକାର କରିବାକୁ ଯିବନି କି? କି ତମେ ଆଜି ନ ଖାଇକି ରହିବ ବା? ଆରେ ଶିଆଳ, ହଁ ହଁ, ଶିକାର କରିବାକୁ ଯିବି ଯେ, ହେଲେ ଆଜିକାଲି ସହଜରେ ଶିକାର ମିଳୁନାହିଁ। ଭାରି କଷ୍ଟ ଲାଗୁଛି। ବଣର ସବୁ ଜନ୍ତୁ ଗୁଡ଼ାକ କୋଉଠି ସବୁ ଲୁଚି ଯାଉଛନ୍ତି ଯେ ମୁଁ କିଛି ବି ଜାଣିପାରୁନି। ଆରେ ବାଘ ମାମୁଁ, ଏତେ ଚିନ୍ତା କରୁଛ କ'ଣ ପାଇଁ? ଆମେ ଏପଟକୁ ଆସିଲା ବେଳକୁ ଦେଖିଲୁ ଏଇ ପାଖରେ ଗୋଟିଏ ବଡ଼ ଗାଈଟିଏ ଚରୁଥିଲା। ଶୀଘ୍ର ଶୀଘ୍ର ଯାଅ, ଯାଇ ତାକୁ ହିଁ ଶିକାର କର, ନହେଲେ ସିଏ କୁଆଡ଼େ ପଳେଇବ। ଆରେ ତୁ କ'ଣ କହୁଛୁ ମ? ତୁ ଆଜି ଗୋଟେ ଗାଈକି ଦେଖିକି ଆସିଛୁ? ତାହେଲେ ତ ମତେ ନିଶ୍ଚୟ ଯିବାକୁ ପଡ଼ିବ। ତୁ ଏବେ ଏଠୁ ଯା, ମୁଁ ଟିକେ ପରେ ଶିକାର କରିବାକୁ ବାହାରିବି। ଠିକ୍ ଅଛି ବାଘ ମାମୁଁ, ଆମେ ତାହେଲେ ଯାଉଛୁ। ତୁମେ ଶିକାର କରି ମଜା କରି କରି ଖାଅ, ଆମେ ଯାଉଛୁ ଆମର ଶିକାର କରିବାକୁ। ଏହା କହି ଦୁଇ ଦୁଷ୍ଟ ଶିଆଳ ସେଠାରୁ ଚାଲିଗଲେ। ଶିଆଳ ଦିଟାକୁ ତ ଚାଲାକି କରି ଏଠାରୁ ତଡ଼ିଦେଲି। ତା ନହେଲେ ଗାଈକୁ ଶିକାର କରି ଆଣିଲେ ସେମାନେ ମୋ ଠାରୁ ଭାଗ ଖୋଜିବେ। କାହିଁକି ନା ସେମାନେ ମୋତେ ଖବରଟା ଦେଇଛନ୍ତି ନା। ଶିଆଳ ଦୁଇଟା ବୋଧେ ଏଠାରୁ ପଳେଇ ଗଲେଣି। ଯାଉଛି, ସେ ଗାଈଟାକୁ ଶିକାର କରି ନେଇ ଆସିବି। ଏହା କହି ବାଘଟି ଗାଈଟିକୁ ଶିକାର କରିବା ପାଇଁ ବାହାରିଗଲା। ହେଲେ ସେଠାରେ ଗୋଟିଏ ଛେଳି ଘାସ ଖାଉଥିଲା। ବାଘ ସେଠାରେ ଯାଇ ପହଞ୍ଚିଗଲା, ଆଉ ଗଛ ପଛପଟେ ଲୁଚି ଦେଖିଲା ଗୋଟିଏ ଛେଳିଟିଏ ଘାସ ଖାଉଛି। ଆରେ ମୁଁ ତ ଦେଖୁଛି ଏଠାରେ ଗୋଟିଏ ଛେଳି ଘାସ ଖାଉଛି। ତାହେଲେ ଶିଆଳ ମୋତେ କ'ଣ ଗାଈ କଥା କହୁଥିଲା? ହଉ ଛାଡ଼, ଯାହା ତ ହେଲେ ମୋତେ ମିଳିଗଲା। ଏଠାକୁ ଯେତେବେଳେ ଆସିଛି ଆଉ ଏଠି ଛେଳିଟିକୁ ପାଇଛି, ତାକୁ ଆଉ ଛାଡ଼ିବିନି। ଏଟାକୁ ଶିକାର ହିଁ କରିବି। ବାଘଟି ସୁଯୋଗ ପାଇ ଛେଳିଟିକୁ ଶିକାର କରି ନେଲା। ଆରେ ବା, ଛେଳିଟା ତ ବହୁତ ମୋଟା ସୋଟା ଅଛି, ଆଉ ବହୁତ ବଡ଼ଟେ ବି ଅଛି। ତା ଦେହରେ ବହୁତ ମାଂସ ବି ଅଛି। ଆକୁ ମୁଁ 2 ବେଳା କରି ଖାଇବି। ଆକୁ ଯାଉଛି ଟାଣି ଟାଣି ନେଇଯିବି, ଆଉ ମୋ ଜାଗାରେ ବସି ଆରାମରେ ଖାଇବି। ଏହା କହି ବାଘ ଛେଳିଟିକୁ ନେଇ ତାର ଜାଗା ଆଡ଼େ ଚାଲିଲା। ବାଘ ଛେଳିଟିକୁ ପାଇ ଖାଇବା ଆରମ୍ଭ କରିଦେଲା। ଅଧା ଖାଇ ଆଉ ଅଧା ଗଛ ମୂଳେ ରଖି ଟିକେ ଶୋଇ ପଡ଼ିଲା।
ଠିକ୍ ସେହି ସମୟରେ ଶିଆଳ ଦୁଇଟି ବାଘର ରହିବା ସ୍ଥାନ ଆଡ଼େ ବୁଦା ପାଖରେ ଥାଇ ଲୁଚି ଦେଖିଲେ। ସେମାନେ ଦେଖିବାକୁ ପାଇଲେ ବାଘଟି ଗୋଟିଏ ଛେଳିଟିକୁ ଶିକାର କରିଛି। ଆରେ ସାଙ୍ଗ ଦେଖେ, ବାଘ ଆମ ପାଇଁ ଗୋଟିଏ ଛେଳିଟିଏ ଶିକାର କରିଛି। ସେ ପୁଣି କେତେ ବଡ଼ ଅଛି, ଆଉ ମୋଟା ସୋଟା ବି ଅଛି। ତାକୁ ଅଧା ଖାଇ ବାଘ ଶୋଇପଡ଼ିଛି। ଏଇଟା ହିଁ ସୁଯୋଗ। ଚାଲ ଯାଇକି ସେ ଛେଳିଟିକୁ ନେଇ ଆସିବା। ବାଘ ମାମୁଁକୁ ଆମେ ଗାଈ କଥା କହିଥିଲେ, ଗାଈ ନହେଲା ନାହିଁ, ଛେଳି ତ ଶିକାର କରିଛି। ତାକୁ ଅଧା ଖାଇ ଶୋଇପଡ଼ିଛି, ଆଉ ଅଧା ତ ଆମ ଭାଗ୍ୟରେ ଅଛି। ଆଉ ଯା ସାଙ୍ଗ, ଛେଳିଟିକୁ ନେଇ ଆ। ଆରେ ମୁଁ? ନା ରେ ବାବା, ତୁ ଯା ନେଇକି ଆସିବୁ। ବାଘ ସାମ୍ନାରେ ମୋତେ ଏକା ଯିବାକୁ ଭାରି ଡର ଲାଗେ। କାଳେ ଯଦି ତା ନିଦ ଭାଙ୍ଗିଯିବ, ତାହେଲେ ସେ ତ ମୋତେ ମାରି ଖାଇଯିବ। ଆରେ ନା, ତାର ନିଦ ସହଜରେ ଭାଙ୍ଗିବନି। ସେ ତ ପେଟ ଭର୍ତ୍ତି କରି ଶୋଇପଡ଼ିଛି, ଏତେ ସହଜରେ ସେ ଉଠିବନି। ଆଚ୍ଛା, ମୁଁ ଯଦି ସେ ଛେଳିଟିକୁ ଆଣିବାକୁ ଯିବି, ତାହେଲେ ବହୁତ ଶବ୍ଦ ହେବ। ତୁ ତ ମଣିଷ ପରି ଚାଲିବୁ, ତୋର ଏତେ ଶବ୍ଦ ହେବନି। ତୁ ଚୁପି ଚୁପି ଯାଇ ନେଇ ଆ। ଠିକ୍ ଅଛି, ଏଥରକ ମୁଁ ଯାଉଛି। ଆରଥରକୁ ମୁଁ ଆଉ ଏକା ଏକା ଯାଇପାରିବି ନାହିଁ। ତତେ ମୋ ସାଙ୍ଗରେ ଯିବାକୁ ପଡ଼ିବ, ବୁଝିଲୁ? ତାପରେ ଶିଆଳ ଧୀରେ ଧୀରେ ଯାଇ ଛେଳିଟିକୁ ନେଇ ଆସିଲା। ହେଲେ ବାଘଟି କିଛି ବି ଜାଣିପାରୁନି ଯେ ତାର ଶିକାର ଚୋରି ହେଉଛି ବୋଲି। ବହୁତ ସମୟ ପରେ ବାଘର ନିଦ ଭାଙ୍ଗିଲା। ତାପରେ ସେ ଦେଖିଲା ତାର ଶିକାରଟା ସେଠାରେ ନାହିଁ। ଆରେ ଏଇଠାରେ ତ ଛେଳିଟିକୁ ରଖିଥିଲି, ହେଲେ ଛେଳିଟି ଗଲା କୁଆଡ଼େ? କାହାର ଏତେ ସାହସ ମୋ ଆଡ୍ଡାରୁ ପୁଣି ମୋ ଶିକାରକୁ ଚୋରି କରି ନେଇଛି? ଯଦି ତାକୁ ଥରେ ପାଇବି, ସେ କିଏ ବୋଲି ଜାଣିବି, ସିଧା ତାକୁ ଜିଅନ୍ତା ଖାଇଯିବି। ହେଲେ ମୁଁ ଏବେ କ'ଣ ଖାଇବି ଯେ? ମୋତେ ପୁଣି କ'ଣ ଶିକାର ଖୋଜିବାକୁ ପଡ଼ିବ। ଯାଉଛି, କ'ଣ ଗୋଟେ ଶିକାର କରି ନେଇ ଆସିବି। ଭାରି ଜୋରେ ଭୋକ ଲାଗିଲାଣି। ଏହା କହି ବାଘଟି ଶିକାର କରିବା ପାଇଁ ଜଙ୍ଗଲ ଭିତରକୁ ବାହାରିଗଲା। ଜଙ୍ଗଲରେ ଗୋଟିଏ ହରିଣ ଘାସ ଖାଉଥିଲା। ବାଘଟି ଶିକାର ଖୋଜି ଖୋଜି ସେଠାରେ ଯାଇ ପହଞ୍ଚିଗଲା। ବାଘଟି ଗଛ ଆଢ଼ୁଆଳରେ ଥାଇ ହରିଣଟିକୁ ଦେଖିବାକୁ ଲାଗିଲା। ଆରେ ଏଇ ତ ମୁଁ ଗୋଟିଏ ହରିଣଟିକୁ ଦେଖିବାକୁ ପାଇଲି। ବହୁତ ଦିନ ହେବ ହରିଣର ମାଂସ ଖାଇନି। ତା ଛଡ଼ା ହରିଣ ହେଉଛି ଆମର ପ୍ରିୟ ଶିକାର। ଏଥରକ କେବେ ବି ତାକୁ ହାତ ଛଡ଼ା କରିବିନି। ଯାଉଛି, ତା ଉପରକୁ ଝାମ୍ପ ମାରିବି। ହେଲେ ବାଘ ଧରିବା ଆଗରୁ ହରିଣଟି ଜାଣିସାରିଥିଲା ଯେ ସେଠାରେ ଗୋଟିଏ ବାଘ ଅଛି। ସାଙ୍ଗେ ସାଙ୍ଗେ ହରିଣଟି ଜୋରେ ଦୌଡ଼ିବାକୁ ଲାଗିଲା। ବାଘଟି ତା ପଛେ ପଛେ ତାକୁ ଗୋଡ଼ାଇଲା। ହେଲେ ହରିଣଟା ବାଘର ହାତରୁ ବଞ୍ଚି ପାରିଲା ନାହିଁ। ବାଘ ତାକୁ ଶିକାର କରି ନେଲା। ବାଘ ଶିକାର କରିଥିବା ହରିଣଟିକୁ ତା ରହୁଥିବା ଜାଗା ପାଖକୁ ନେଇଗଲା। ଓହୋ, ଏଇ ହରିଣଟାକୁ ଧରିବା ପାଇଁ ମୋ ଜୀବନଟା ପୁରା ଅଧା ହୋଇଗଲାଣି। ବହୁତ ପରିଶ୍ରମ ହୋଇଛି, ଭାରି ଜୋରେ ଶୋଷ ବି ଲାଗିଲାଣି। ଯାଉଛି, ନଦୀକୁ ଯାଇ ଟିକେ ପାଣି ପିଇକି ଆସିବି। ତାପରେ ମଜା କରି ଏଇ ହରିଣର ମାଂସକୁ ଖାଇବି। ଏହା କହି ବାଘଟି ନଦୀକୁ ପାଣି ପିଇବା ପାଇଁ ବାହାରିଗଲା। ବାଘଟି ଯାଇଛି ତ ସେଠାକୁ ସେଇ ଦୁଇ ଦୁଷ୍ଟ ଶିଆଳ ଆସି ପହଞ୍ଚିଗଲେ। ଆସି ଦେଖିଲେ ସେଠାରେ ଗୋଟିଏ ହରିଣ ପଡ଼ିଛି। ଆରେ ସାଙ୍ଗ, ଏ ଆଖି ଆଜି କ'ଣ ନ ଦେଖିଲା ରେ? ଆମେ ତ ଭାବିଥିଲେ ବାଘକୁ ଶିକାର କରିବା ପାଇଁ କହିବା, ହେଲେ ସିଏ ତ ଆଗୁଆ ଶିକାର କରି ଆଣି ରଖିଦେଇଛି। ବାଘଟି ବୋଧେ ଏଇ ଆଖପାଖରେ କାହିଁ ନାହିଁ। ମୁଁ ଭାବୁଛି ଏଇ ଶିକାରଟିକୁ ନେଇ ଏଠାରୁ ଚମ୍ପଟ ମାରିବା। ତୁ ଠିକ୍ କଥା କହୁଛୁ ସାଙ୍ଗ। କେତେ ଦିନ ହେବ ହରିଣର ମାଂସ ଖିଆ ହୋଇନାହିଁ।
ଆମ ପରି ଶିଆଳମାନେ ଏତେ ସହଜରେ ହରିଣକୁ ତ ଶିକାର କରିପାରିବେ ନାହିଁ ନା। ତାହେଲେ ଚାଲ ଏଇଟାକୁ ଏଠାରୁ ନେଇ ଶୀଘ୍ର ଶୀଘ୍ର ପଳେଇବା। ଶିଆଳ ଦୁଇଟି ହରିଣଟିକୁ ନେଇ ସେଠାରୁ ଚାଲିଗଲେ। କିଛି ସମୟ ପରେ ବାଘଟି ପାଣି ପିଇ ସାରି ସେଠାକୁ ଆସିଲା। ଆରେ ଏଇଠି ତ ହରିଣଟିକୁ ରଖିକି ଯାଇଥିଲି, ହେଲେ ଗଲା କୁଆଡ଼େ? ଏଇ ସାଙ୍ଗେ ସାଙ୍ଗେ ତ ରଖିକି ପାଣି ପିଇବାକୁ ଗଲି, ହେଲେ କମ୍ ସମୟ ଭିତରେ ହରିଣଟି ଗଲା କୁଆଡ଼େ? ନିଶ୍ଚିତ ମୋର ଖାଇବାଟା କିଏ ଚୋରି କରି ନଉଛି। ବାଘଟି ବହୁତ ଚିନ୍ତାରେ ପଡ଼ିଗଲା। ତାର ଶିକାରକୁ କିଏ ଚୋରି କରୁଛି। କିଛି ଦିନ ହେବ ଦେଖୁଛି ଏ ଶିଆଳ ଦୁଇଟି ମୋର ଏଇ ଆଖପାଖରେ ବୁଲାବୁଲି କରୁଛନ୍ତି। ସେମାନେ ଆଉ ମୋର ଖାଦ୍ୟକୁ ଚୋରି କରି ନେଇ ଯାଉନାହାନ୍ତି ତ। ଯାଉଛି ଟିକେ ସେପଟ ଆଡ଼ୁ ବୁଲି ଦେଇ ଆସେ। ଯଦି ମୁଁ ମୋ ଶିକାର ସବୁ ପାଇଯାଏ ସେପଟୁ, ତାହେଲେ ସେମାନଙ୍କର ଆଉ ନିସ୍ତାର ନାହିଁ। ଏହା କହି ବାଘଟି ଶିଆଳ ରହୁଥିବା ଜାଗା ଆଡ଼କୁ ବାହାରିଲା। ଆଉ ସେପଟେ ଗୋଟେ ଶିଆଳ ଆରାମରେ ହରିଣଟିକୁ ଖାଇବାରେ ଲାଗିଥିଲା। ଆଉ ଜଣେ ଗଛ ତଳେ ଛିଡ଼ା ହୋଇଥିଲା। ସାଙ୍ଗେ ସାଙ୍ଗେ ସେଠାରେ ବାଘଟି ପହଞ୍ଚି ବୁଦା ପାଖରେ ଲୁଚି ଦେଖିଲା ସିଏ ଶିକାର କରିଥିବା ହରିଣଟିକୁ ଶିଆଳ ମଜାରେ ଖାଉଛି। ଆରେ ଏଇ ତ ମୁଁ ଧରିଥିବା ହରିଣଟା। ଏମାନେ ତାହେଲେ ମୋ ଶିକାର ସବୁ ଚୋରି କରି ଆଣୁଛନ୍ତି। ଆଜି ଆଉ ଏ ଦୁଇଟାଙ୍କୁ ଛାଡ଼ିବି ନାହିଁ। ମୁଁ କଷ୍ଟ କରି ଶିକାର କରି ଆଣିବି, ଆଉ ଏମାନେ ଚୋରି କରି ଖାଇବେ। ରହ ରହ, ତୁମ ମଜା ଛଡ଼ଉଛି ଆଜି। ଏହା କହି ବାଘଟି ଶିଆଳମାନଙ୍କ ପାଖକୁ ଆସିଲା। ଆରେ ଏ ଶିଆଳ, ତୋର ଏତେ ବଡ଼ ସାହସ! ତୁ ମୋ ଜାଗାରୁ ଚୋରି କରି ଆଣି ମୋ ଶିକାରକୁ ତୁ ଆରାମରେ ବସି ଖାଉଛୁ। ଆଜି ତୁମର ଗୋଟିଏ ଦିନକୁ ମୋର ଗୋଟିଏ ଦିନ। ତୁମେ ଦି ଜଣ କିନ୍ତୁ ମୋ ହାତରୁ ବଞ୍ଚି ପାରିବନି। ଏ ବାଘଟା କୋଉଠୁ ଆସିଲା ଲୋ ମା? ଆମକୁ ଏଠାରୁ ଚମ୍ପଟ ମାରିବାକୁ ପଡ଼ିବ, ନହେଲେ ବାଘ ଆମକୁ ସିଧା ମାରିକି ଖାଇଯିବ। ବାଘ ମାମୁଁ, ଆମକୁ କ୍ଷମା କରିଦିଅ। ଆମର ଭୁଲ ହୋଇଯାଇଛି। ଆମେ ବହୁତ ବଡ଼ ଭୁଲ କରିଦେଇଛୁ। ଆମକୁ ଦୟାକରି କ୍ଷମା କରିଦିଅ। ଆମେ ଆଉ କେବେ ବି ଏମିତି କାମ କରିବୁନି। ହଁ ବାଘ ମାମୁଁ, ସତରେ ଆମେ ବହୁତ ବଡ଼ ଭୁଲ କରିଦେଇଛୁ। ଆମକୁ ତୁମେ କ୍ଷମା କରିଦିଅ। ତା ବଦଳରେ ଆମେ ତୁମ କଥା ସବୁ ଶୁଣିବୁ। ତୁମେ ଆମକୁ ମାର ନାହିଁ। ଠିକ୍ ଅଛି, ତୁମେ ଯଦି ତୁମ ଭୁଲକୁ ବୁଝିପାରିଛ, ତାହେଲେ ମୁଁ ତୁମକୁ କ୍ଷମା କରିଦେଉଛି। ହେଲେ ଗୋଟିଏ ସର୍ତ୍ତ ଅଛି। ତୁମେ ଦୁଇ ଜଣ ମିଶି ମୋ ପାଇଁ ଗୋଟେ ମାସ ପର୍ଯ୍ୟନ୍ତ ଶିକାର ଖୋଜି ଆଣିବ। ଏ ସର୍ତ୍ତକୁ ମାନିଲେ ମୁଁ ତୁମକୁ କ୍ଷମା କରିବି, ନହେଲେ ତୁମକୁ ମୁଁ ଏହି କ୍ଷଣି ମାରିଦେବି। ଠିକ୍ ଅଛି ବାଘ ମାମୁଁ, ତୁମର ସର୍ତ୍ତକୁ ମାନିବା ଛଡ଼ା ଆମ ପାଖରେ ଆଉ କିଛି ଉପାୟ ନାହିଁ। ଆମେ ଦୁଇ ଜଣ ଯାକ ତୁମ ପାଇଁ ଗୋଟିଏ ମାସ ପୁରା ଶିକାର ଖୋଜି ଆଣିବୁ। ଏହାପରେ ପ୍ରତିଦିନ ଶିଆଳ ଦୁଇଟି ବାଘ ପାଇଁ ଶିକାର ନେଇ ଆସିଲେ। ବାଘ ମଜା କରି କରି ସେଇ ଶିକାରକୁ ଖାଇଲା। ଆଉ ଶିଆଳ ଦୁଇଟି ବହୁତ ଖଟି ଖଟି ମଲେ।